କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ମୋନେରା ବିଷୟରେ କଥା ହେବା। ମୋନେରା ହେଉଛି ଜୀବମାନଙ୍କର ସରଳ ଏବଂ ପ୍ରାଚୀନ ଗୋଷ୍ଠୀ। ଏଥିରେ ଏକକୋଷୀୟ ଜୀବ ଅନ୍ତର୍ଭୁକ୍ତ, ଯାହାର ପ୍ରକୃତ ନ୍ୟୁକ୍ଲିୟସ୍ ନାହିଁ। ଏହି ଜୀବମାନଙ୍କୁ ପ୍ରୋକ୍ୟାରିଓଟ୍ସ କୁହାଯାଏ, ଅର୍ଥାତ୍ ସେମାନଙ୍କର ଜେନେଟିକ୍ ସାମଗ୍ରୀ ଡିଏନ୍ଏ ଏକ ନ୍ୟୁକ୍ଲିୟର ଝିଲ୍ଲୀ ମଧ୍ୟରେ ଆବଦ୍ଧ ନୁହେଁ। ମୋନେରାନ୍ସ ଉଦାହରଣ ମଧ୍ୟରେ ବ୍ୟାକ୍ଟେରିଆ ଏବଂ ସାଇନୋବ୍ୟାକ୍ଟେରିଆ ଅନ୍ତର୍ଭୁକ୍ତ। ମୋନେରାନ୍ସ ଏକ ଅତି ସରଳ କୋଷ ଗଠନ ଅଛି। ସେମାନଙ୍କର ମାଇଟୋକଣ୍ଡ୍ରିଆ କିମ୍ବା କ୍ଲୋରୋପ୍ଲାଷ୍ଟ ପରି ଝିଲ୍ଲୀ ବର୍ଦ୍ଧିତ ଅର୍ଗାନେଲ୍ସ ନାହିଁ। ଏହା ବଦଳରେ ସମସ୍ତ ଆବଶ୍ୟକୀୟ କୋଷ କାର୍ଯ୍ୟ ସାଇଟୋପ୍ଲାଜମ କିମ୍ବା କୋଷ ଝିଲ୍ଲୀରେ ଘଟେ। ଅଧିକାଂଶ ମୋନେରାନ୍ସ ଏକ କୋଷ ଭିତ୍ତି ଥାଏ, ଯାହା ସେମାନଙ୍କୁ ସୁରକ୍ଷା ଦେଇଥାଏ ଏବଂ କୋଷକୁ ଆକାର ଦିଏ। କିଛି ମୋନେରାନ୍ସଙ୍କ ଗତି ପାଇଁ ଫ୍ଲାଜେଲା ନାମକ ଛୋଟ କେଶ ପରି ଗଠନ ମଧ୍ୟ ଥାଏ। ମୋନେରା ବିଭିନ୍ନ ପରିବେଶ ରହିପାରନ୍ତି, ଗରମ ଝରଣା ଏବଂ ଲୁଣିଆ ହ୍ରଦଠାରୁ ଗଭୀର ସମୁଦ୍ର ଏବଂ ମାନବ ଶରୀର ଭିତରେ। କିଛି ଜୀବାଣୁ ଆଲୋକ ଶୋଷଣ କିମ୍ବା କେମୋସିନ୍ଥେସିସ୍ ମାଧ୍ୟମରେ ନିଜ ଖାଦ୍ୟ ପ୍ରସ୍ତୁତ କରନ୍ତି, ଯେତେବେଳେ ଅନ୍ୟମାନେ ପରଭୋଜୀ ଖାଦ୍ୟ ପାଇଁ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରନ୍ତି। ମୋନେରା ଗୋଟିଏ କୋଷ ଦୁଇଟି ସମାନ କୋଷରେ ବିଭକ୍ତ ହୁଏ। ଏହା ସେମାନଙ୍କୁ ଅନୁକୂଳ ପରିସ୍ଥିତିରେ ବହୁତ ଶୀଘ୍ର ଗୁଣନ କରିବାକୁ ଅନୁମତି ଦିଏ। ସେମାନଙ୍କର ଛୋଟ ଆକାର ସତ୍ତ୍ୱେ ମୋନେରାନ୍ ପ୍ରକୃତିରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଡିକମ୍ପୋଜର ଜୀବାଣୁ ମୃତ ପଦାର୍ଥକୁ ଭାଙ୍ଗି ମାଟିରେ ପୁଷ୍ଟିକର ପୋଷକ ତତ୍ତ୍ୱ ପୁନଃଚକ୍ରଣ କରନ୍ତି। ନାଇଟ୍ରୋଜେନ୍ ଫିକ୍ସିଂ ଜୀବାଣୁ, ଯେପରିକି ରାଇଜୋବିୟମ୍, ବାୟୁର ନାଇଟ୍ରୋଜେନ୍ ଏକ ବ୍ୟବହାରଯୋଗ୍ୟ ରୂପରେ ରୂପାନ୍ତରିତ କରି ଉଦ୍ଭିଦମାନଙ୍କୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି। କିଛି ମୋନେରାନ୍ସ ମଣିଷ ପାଇଁ ମଧ୍ୟ ଉପଯୋଗୀ। ଏଗୁଡ଼ିକ ଦହି, ପନିର ଏବଂ ଔଷଧ ତିଆରିରେ ବ୍ୟବହୃତ ହୁଏ। ତଥାପି କିଛି ପ୍ରକାରର ଜୀବାଣୁ ଯକ୍ଷ୍ମା କିମ୍ବା କଲେରା ଭଳି ରୋଗ ସୃଷ୍ଟି କରିପାରନ୍ତି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ ତ ଜାଣିଛ। ଆଉ ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି ବା କେଉଁଠି ବୁଝିଗଲା ନାହିଁ, କମେଣ୍ଟ ଲେଖିଦେବ, ଆନ୍ସର କରିବା। ତାହେଲେ ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।